Good evening. ମୁଁ ପ୍ରଫେସର ଏସ୍ କେ ଦାସ ସୁଶାନ୍ତ କୁମାର ଦାସ ଭାଇସ୍ ଚାନ୍ସେଲର ଇନଚାର୍ଜ। ଏଇଠି ବଟମ୍ ମସରୁମ୍ର କମ୍ପୋଷ୍ଟ କରାହେଇଛି, ଦେଖିପାରୁଥିଲେ ଏଠି କମ୍ପୋଷ୍ଟ କରାହେଇଛି, ତା ସାଙ୍ଗରେ ମଞ୍ଜି ବି ମିଶା ହେଇଛି। ଏଇ ଦେଖନ୍ତୁ କମ୍ପୋଷ୍ଟ ଆଉ ମଞ୍ଜି, ଏଇଟା ହେଉଛି ମଞ୍ଜି, ଏଇଟା ହେଉଛି କମ୍ପୋଷ୍ଟ। ଏଟାକୁ ଏଇନା ବ୍ୟାଗିଂ କରାଯାଉଛି। ଏଠି ଦେଖିବେ ବ୍ୟାଗିଂ କେମିତି କରାଯାଉଛି। ଦେଖନ୍ତୁ এই দেখନ୍ତୁ ব্ୟାଗିଂ କରାହେଉଛି। ତାପରେ ଆଉ ଗୋଟେ ପୁଣି ବ୍ୟାଗ୍ ଭରିବା। এটা নর্মাল প্রসিডিওর সাধারণতঃ ব্যাগিং କରିବାର। ପାଖାପାଖି ପ୍ରତ୍ୟେକ ବ୍ୟାଗ୍ରେ 7ରୁ 8 କେଜି ଆମ ଯାଉଛି, ମ୍ୟାକ୍ସିମମ୍ 10 କେଜି ପର୍ଯ୍ୟନ୍ତ ଦିଆଯାଉଛି। ଏଠି ହେଇଗଲାଣି, ଆଉ ଟିକେ ଦିଆଯିବ। ଦେଖନ୍ତୁ ଏତିକି ଆଉ ଟିକେ, ହଁ ହଁ এইরকম সামনে করা হচ্ছে। এই কম্পোস্ট রূপ দেখুন যে ব্রাউনিশ হয়েছে, এই ব্রাউনিশ কলর থিলে যাই ঠিক হচ্ছে। আমি আগে 2-4 থর করলু, আজ পুরা হয়ে পারিনি, ফেল হয়েছু। কিন্তু এইগুড়ারে এইরকম অবস্থায় হি হব। এটা গহম স্ট্রে হয়েছি, প্যাডি স্ট্রে কলা বেড়ে টিকে অসুবিধা হচ্ছে। এমতি এটা টিকে টাণুয়া টাণুয়া রয়েছে। প্যাডি স্ট্রে টোটাল নরম হয়ে যাচ্ছে, সেতবে আর ভাল মাইসিলিয়ম হয়ে পারুনি। ଆପଣମାନେ ଦେଖନ୍ତୁ, ଏଇ ଯେଉଁ କମ୍ପୋଷ୍ଟ ସବୁ ଥିଲା ତା ଦେହରେ ଆମ ନିଜର ମଞ୍ଜି, ବଟମ୍ ମସରୁମ୍ ମଞ୍ଜି ଦିଆଯାଉଛି। ତା ଉପରେ ଗୋଟେ ଲେୟାର ଦିଆଯାଏ। ସେ ବଟମ୍ ମସରୁମ୍ ମଞ୍ଜି ଆମର ଦିଆହେଉଛି। ଆଜି ହେଉଛି ଜାନୁଆରୀ 13 ତାରିଖ। 25 ଟିକେ 20-25 ଗ୍ରାମ ଏମିତି ଦେଇଦେଉଛୁ ଆମେ। এই মাত্রাରେ ଦେଇଦେଉଛୁ। ଦେଖନ୍ତୁ ଏତିକି ମାତ୍ରାରେ ଏଇ ଦେଖନ୍ତୁ ପାଖାପାଖି 20-25 ଗ୍ରାମ ଦେଉଛୁ। ଏଇ ପ୍ରତ୍ୟେକ ବ୍ୟାଗ୍ରେ ଏଠି ଆକ୍ଚୁଆଲି ଆମର 7 କେଜି ପାଖାପାଖି ଅଛି କମ୍ପୋଷ୍ଟ। ଆଉ ସେଠି ଅଲରେଡ଼ି ମସରୁମ୍ ସିଡ୍ ସ୍ପାଉନ୍ ମିଶା ହେଇଛି ବଟମ୍ ମସରୁମ୍ର। ତା ସାଙ୍ଗରେ ଆମେ ତା ଟପ୍ରେ ଆମର ନିଜସ୍ୱ ମସରୁମ୍ ସିଡ୍ ଦେଉଛୁ। ସବୁଆଡ଼େ ଦିଆଯିବ। ପ୍ୟାକିଂ ହେଇଥିଲା ଆଜି, ସବୁଆଡ଼େ ଦିଆଯିବ। ସେଇ ମେଥଡ଼ରେ ଏଇଟା ପାଖାପାଖି 1.5 ମାସ ପୂର୍ବରୁ କରାହେଇଥିଲା ଏବଂ ବହୁତ ପ୍ରଡ଼କ୍ସନ୍ ନେଇ ସାରିଲାଣି। 2-3 ଥର ପ୍ରଡ଼କ୍ସନ୍ ନିଆଗଲାଣି। ଏଇଠି ପାଖାପାଖି ଇଚ୍ ବ୍ୟାଗ୍ରେ ଆମେ 2 କେଜି କିମ୍ବା ଉପରେ ନେଇଗଲୁଣି। ବର୍ତ୍ତମାନ ସେଇଟା ନଭେମ୍ବରରୁ ଷ୍ଟାର୍ଟ କରାଯାଇଥିଲା। ବର୍ତ୍ତମାନ 2 ମାସ ପୂର୍ବରୁ ଦିଆଯାଇଥିଲା। 1 ମାସ ଲାଗିଥିଲା ତାକୁ ଏମିତି ମାଇସିଲିୟମ୍ ହେବା ପାଇଁ, ଏକଦମ ଧଳା ହେଇଯିବା ପାଇଁ 1 ମାସ ଲାଗିଥିଲା। ତାପରେ ପୁରା 1 ମାସ ଆମେ ପ୍ରଡ଼କ୍ସନ୍ ନେଇ ସାରିଲୁଣି। ପ୍ରତ୍ୟେକ ବ୍ୟାଗ୍ରୁ 2 କେଜି କିମ୍ବା ତାଠୁ ବେଶୀ ନେଇ ସାରିଲୁଣି। ଏବଂ ତ ସେ ଦୃଷ୍ଟିରେ ଏଇଟା ଠିକ୍ ଅଛି। ବର୍ତ୍ତମାନ ପୁଣି ଏଇଟା ଜାନୁଆରୀରେ ଷ୍ଟାର୍ଟ କରାହେଉଛି। ଆଜି ଜାନୁଆରୀ 13, ଆଜି ବ୍ୟାଗିଂ କରାହେଉଛି। ତାପରେ ଆମେ ଅପଡ଼େଟ୍ ଦେବା ପରେ ମାସେ ପରେ କେମିତି ହେଉଛି ବ୍ୟାଗ୍ ରୂପ। ତାପରେ ପୁଣି ନେକ୍ସଟ 2 ମାସ ପର୍ଯ୍ୟନ୍ତ ପ୍ରଡ଼କ୍ସନ୍ ନେଇପାରୁଛୁ ନା ନାହିଁ ଆମେ ଦେଖିବା। ପାର୍ଟିକୁଲାରଲି ଏଇଟା ପିନ୍ହେଡ଼୍ ହେବା ପାଇଁ 14 ଡିଗ୍ରୀ ଟେମ୍ପରେଚର୍ ହୁଏ। ସେଇ ଟେମ୍ପରେଚର୍ଟା ଏଇଠି ସମ୍ବଲପୁର ଓଡ଼ିଶାରେ ପ୍ରାୟ ମିଳିବା ଡିଫିକଲ୍ଟ। ତ ଆମେ ଆମ ଇନଷ୍ଟ୍ରୁମେଣ୍ଟ ଯେଉଁ लो कस्ट कूलर କରୁଛୁ ସୋଲାର ପାୱାର, ସେଗୁଡ଼ାକୁ ୟୁଜ୍ କରିକି ଦେଖିବା କାମ କରିପାରୁଛୁ ନା ନାହିଁ। ସେଇଟା ଏଇ ରିସର୍ଚ୍ଚ ମୁଖ୍ୟ ଉଦ୍ଦେଶ୍ୟ।